ଆଜିର 30ଟି ଅନୁଚିନ୍ତା। ନମ୍ବର 1, ସୂର୍ଯ୍ୟାସ୍ତ ପରେ କ୍ଷୀର, ଦହି, ପିଆଜ, ଲୁଣ ଏବଂ ସିନ୍ଦୁର ବାହାର ଲୋକଙ୍କୁ ଦେବା ଉଚିତ ନୁହେଁ। ଏହାଦ୍ୱାରା ଅଭାବ ଦେଖା ଦେଇଥାଏ ଏବଂ ଧନହାନି ହୋଇଥାଏ। ନମ୍ବର 2, ବ୍ୟବସାୟରେ ନିରନ୍ତର ବୃଦ୍ଧି ଏବଂ ପାରିବାରିକ ଶାନ୍ତି ପ୍ରାପ୍ତ କରିବା ପାଇଁ 11ଟି ଗୋମତୀ ଚକ୍ରକୁ ଅଭିମନ୍ତ୍ରିତ କରି ସିନ୍ଦୁର ସହିତ ରଖିବା ଦ୍ୱାରା ଲାଭ ପ୍ରାପ୍ତି ହୋଇଥାଏ। ନମ୍ବର 3, ଘର ଅଗଣାର ଅଁଳା, କଦଳୀ, ବେଲ, ଅଶୋକ, ଧଳା ଅଗର ଏବଂ କନିଆରୀ ଗଛ ଲଗାଇବା ଦ୍ୱାରା ଶୁଭ ହେବା ସହିତ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ। ନମ୍ବର 4, ପ୍ରତ୍ୟେକ ଦିନ ରୁଟି କରିବା ପୂର୍ବରୁ ଗରମ ତାୱାରେ କିଛି କ୍ଷୀର ଛିଟା ମାରି ଦେବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଘରେ ରୋଗ ବ୍ୟାଧ ପ୍ରକୋପ କମ୍ ହୋଇଥାଏ। ନମ୍ବର 5, ପ୍ରତ୍ୟେକ ଦିନ ସକାଳୁ ପାଣିରେ କିଛି କ୍ଷୀର ମିଶାଇ ଘର ଦ୍ୱାରରେ ଛିଞ୍ଚିବା ଦ୍ୱାରା ଶୁଭପ୍ରାପ୍ତ ହୋଇଥାଏ। ତା ସହିତ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ। ନମ୍ବର 6, ମନୋଜାପ ହାରାହାରି ବୟସ 51 ବର୍ଷ। ଏହା ମଧ୍ୟ ସତ୍ୟ ଯେ 50 ବର୍ଷରୁ ଅଧିକ ବୟସ୍କ ପୁରୁଷମାନେ ମଧ୍ୟ ସନ୍ତାନ ପ୍ରସବ କରିବାରେ ସକ୍ଷମ ଅଟନ୍ତି। ନମ୍ବର 7, ଶୁକ୍ରବାର ଦିନ ଧଳା, ଗୋଲାପୀ କିମ୍ବା ବେରଙ୍ଗୀ ବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଦର୍ଶକ ବନ୍ଧୁ, ଆପଣ ଯଦି ଏତେ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ନିଶ୍ଚିନ୍ତ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଏମିତିକା ଭିଡ଼ିଓ ଦେଖିବା ପାଇଁ ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ନମ୍ବର 8, ବିଶେଷଜ୍ଞଙ୍କ ଅନୁଯାୟୀ 21 ବର୍ଷରୁ 30 ବର୍ଷ ମଧ୍ୟରେ ମହିଳାଙ୍କ ଫର୍ଟିଲିଟି ପିଲା ଜନ୍ମ କରିବାକୁ ଉପଯୁକ୍ତ। 30 ବୟସ ପରେ ଫର୍ଟିଲିଟି ହ୍ରାସ ପାଇବା ଆରମ୍ଭ ହୋଇଥାଏ। ନମ୍ବର 9, ଘର ସାମ୍ନାରେ ତୁଳସୀ ଗଛ ଅର୍ପଣ କଲେ ସମସ୍ତ ମଙ୍ଗଳ ସାଧନ ହୋଇଥାଏ ଏବଂ ଘରେ ଶୁଭ ସଂକେତ ମିଳିଥାଏ। ନମ୍ବର 12, ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ସୁଖ ସମୃଦ୍ଧି ହୋଇଥାଏ ପ୍ରାପ୍ତ ହେବା ସହିତ ଭାଗ୍ୟ ଏବଂ ଆୟୁ ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଥାଏ ତ ନିଶ୍ଚିନ୍ତ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ ଆଉ ସେୟାର ବି କରନ୍ତୁ। ତ ଆପଣ ଲାଇକ୍ ନିଶ୍ଚିନ୍ତ କରନ୍ତୁ। ଲାଇକ୍ କଲେ ଆମକୁ ଟିକେ ଭିଡ଼ିଓ ବନେଇବା ପାଇଁ ଭଲ ଲାଗିବ। ତ ଲାଇକ୍ ନିଶ୍ଚିନ୍ତ କରନ୍ତୁ। ନମ୍ବର 13, ବୁଧବାର ଦିନ ସବୁଜ ରଙ୍ଗର ବସ୍ତୁ ପରିଧାନ କରିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ବୁଦ୍ଧି ଏବଂ ଜ୍ଞାନ ପ୍ରାପ୍ତି ହୋଇଥାଏ। ନମ୍ବର 14, ମଙ୍ଗଳବାର ଦିନ କମଳା ରଙ୍ଗର କିମ୍ବା ଲାଲ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଉତ୍ସାହ ସହିତ ସାହସ ବୃଦ୍ଧି ହୋଇଥାଏ। ନମ୍ବର 15, ସୋମବାର ଦିନ ଧଳା, ଘିଅ ରଙ୍ଗ, ରୂପେଲି କିମ୍ବା ଫିକା ରଙ୍ଗର ବସ୍ତୁ ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ ଏବଂ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। ଦର୍ଶକ ବନ୍ଧୁ, ଆପଣ ଯଦି ଏହି ଚ୍ୟାନେଲକୁ ଭିଡ଼ିଓ ଦେଖି ଆହୁରି ଭଲ ପାଉଥାନ୍ତି ତ ନିଶ୍ଚିନ୍ତ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ଆଣ୍ଡ ସେୟାର କରନ୍ତୁ। ଏମିତିକା ଭିଡ଼ିଓ ଆମେ କରିବା ପାଇଁ ଆହୁରି ଚେଷ୍ଟା କରିବୁ। ତମ ଲାଇକ୍ ଆସିଲେ ଆମକୁ ଖୁସି ଲାଗିବ, ସେଥିପାଇଁ ଆହୁରି ଭିଡ଼ିଓ ବନେଇବା ପାଇଁ ଇଣ୍ଟରେଷ୍ଟ ହେବ। ତ ନିଶ୍ଚିନ୍ତ ଲାଇକ୍ କରନ୍ତୁ ଆଉ ସେୟାର ବି କରନ୍ତୁ। ନମ୍ବର 18, ଅନ୍ୟ କାହାର ପେନ୍ କିମ୍ବା ପେନସିଲ୍ ଯଦି ବ୍ୟବହାର କରୁଥାନ୍ତି ତେବେ ତାଙ୍କୁ ନିଶ୍ଚିତ ରୂପେ ଫେରାଇବା ଉଚିତ। ଏହାଦ୍ୱାରା ଆର୍ଥିକ ହାନି ହେବାର ସମ୍ଭାବନା ରହିଥାଏ। ନମ୍ବର 19, ଅନ୍ୟ କାହାର ଜୋତା କିମ୍ବା ଚପଲ ପିନ୍ଧିବା ଉଚିତ ନୁହେଁ। ଏହାଦ୍ୱାରା ଦାରିଦ୍ର୍ୟତା ଦେଖାଦେବାର ସମ୍ଭାବନା ରହିଥାଏ ଏବଂ ଅନ୍ୟ ଲୋକଙ୍କ ସମସ୍ୟା ନିଜେ ଭୋଗିବାକୁ ପଡ଼ିଥାଏ। ତ କାହାରି ଯଦି ତମେ ପେନ୍ କି ଚପଲ କି ବସ୍ତ୍ର ପିନ୍ଧୁଛନ୍ତି ତ
तो ये सब भोगिया को पड़ी था से जदि पेन क्या पाखर मागिकी तुम यूज कर तो ताको फेरे दियो तुम पाखे रख ना। नंबर 20 अन्य काहार ड्रेस केबे भी मागिक पिंधा उचित नुहे यह अशुभ होता है एवं दुर्भाग्य देखादेवा सहित स्वास्थ्य समस्या देखा देता है। तो अन्य काहार ड्रेस आप पिंधिले जी ताकू किसी जदि रोग हो कि कौन हो सी तुमको डेइब तुम ता ड्रेस पिंधिले तुम पाक आसब। नंबर 21 अन्य लोकों मुदी केबे भी मागी पिंधा उचित नुहे यह अशुभ होता है एवं कौन भी समस्या सृष्टि हो पारे। नंबर 24 घरे प्लास्टिक फूल किंबा गुलदस्ता रखिबा उचित नुहे यह अशुभ होता है एवं घरे नकारात्मक शक्ति वृद्धि पाई थाए। नंबर 25 जदि निजर आर्थिक स्थिति रे सुधार आनिबा को चाहतांती तेबे घर उत्तर दिगरे थिबा कांथरे सबुज रंगर किंबा करिबा उचित यह मंगलकारी होता है। नंबर 26 जदि जाल बुणुथिबा बुढ़ियाणी देखती तेबे शुभ होता है एवं कार्य सफलता प्राप्त हेबा सहित प्रशंसा मिलिबार संकेत होता है। नंबर 27 घरे बुढ़ियाणी जाल रही धार्मिक कार्य लाभ प्राप्त हो न थाए एवं परिवार लोकों भितर संपर्क खराब होता है। नंबर 28 घरे केबे भी बुढ़ियाणी बसा हेबा उचित नुहे यह अशुभ होता है एवं आर्थिक स्थिति खराब हेबा सहित उन्नति बाधा प्राप्ति होता है। तो जदि बुढ़ियाणी केबे घर तुम कहते तो तब ताको क्लीन कर दियो सी रहिले तुम असुविधा बहुत अशुभ होता है। नंबर 29 जदि बहुत परिश्रम करने पर भी परिश्रम फल मिलु न थाए तेबे खंडिए धला कपड़े किछि चाउल एवं गोटे गुआ बांधी कौन सी मंदिर में रखिदबा द्वारा मंगल होता है। नंबर 30 घरर उत्तर किंबा पूर्व दिगरे घंटा लगाइबा उचित यह शुभ एवं मंगलकारी हेबा सहित आर्थिक उन्नति होता है। तो दर्शक बंधु आपण मानू जदि ये वीडियोटी भल लगी था तो आम चैनल को निश्चिंत सब्सक्राइब करूँ एंड लाइक करूँ शेयर भी करूँ। जय जगन्नाथ।